ନମସ୍କାର ବନ୍ଧୁଗଣ, ଏମିତି ସବୁଦିନ ରାଶିଫଳ ଦେଖିବା ପାଇଁ ଆମର ଏଇ ଚ୍ୟାନେଲଟିକୁ ଆପଣମାନେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣମାନେ ନିଜ ଗ୍ରହ ଏବଂ ନକ୍ଷତ୍ର ବିଷୟରେ ସଦାସର୍ବଦା ଅପଡେଟ୍ ରହିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଏଇ 2025 ମସିହା ଡିସେମ୍ବର ମାସରେ ମକର ରାଶି ବ୍ୟକ୍ତିବିଶେଷଙ୍କର ଏହି ମାସଟି କିପରି ଭାବରେ ଅତିବାହିତ ହେବ ସେହି ବିଷୟରେ ଆମେ ଆଲୋଚନା କରିନେବା। ଗ୍ରହମାନଙ୍କର ଚଳନକୁ ଆମେ ଜାଣିନେବା। ମଙ୍ଗଳ ମହାଗ୍ରହ 7 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। ରବି ମହାଗ୍ରହ 16 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। ବୁଧ ମହାଗ୍ରହ 6 ଡିସେମ୍ବରରୁ ବିଛା ରାଶିକୁ ଗମନ କରିବେ। ଶୁକ୍ର ମହାଗ୍ରହ 20 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। ମକର ରାଶି ହେଉଛନ୍ତି ରାଶିଚକ୍ରର 10ମ ରାଶି। ଏହି ରାଶିର ଅଧିପତି ମହାଗ୍ରହ ହେଉଛନ୍ତି ଶନି ମହାଗ୍ରହ। ଏହି ମକର ରାଶି ସକାଶେ ଡିସେମ୍ବର ମାସରେ ରବି ମହାଗ୍ରହ ଏକାଦଶରେ ଭ୍ରମଣ କରୁଛନ୍ତି। ରବି ମହାଗ୍ରହ ଯେତେବେଳେ ଏକାଦଶରେ ଭ୍ରମଣ କରୁଥାନ୍ତି, ସିଏ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରଦାନ କରିବେ। ଫଳରେ ଆପଣଙ୍କ ଘର ପରିବାରରେ ଖୁସିର ଲହରୀ ନିଶ୍ଚିତ ଭାବରେ ଖେଳିଯିବ। ଯଦି ଆପଣଙ୍କ ଘରର କୌଣସି ପ୍ରକାର କିଛି ସମସ୍ୟା ପୂର୍ବରୁ ରହିଛି, ତାହେଲେ ସେଥିରେ ମଧ୍ୟ ଆପଣଙ୍କର ନିଶ୍ଚିତ ଭାବରେ ସମାଧାନ ହେବ। ଆପଣଙ୍କର ସମ୍ପର୍କ ନିଶ୍ଚିତ ଭାବରେ ଦୃଢ଼ ହେବ। ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଦୃଢ଼ ହେବ ଏବଂ ବାପା ପୁଅ ଭାଇ ଭଉଣୀଙ୍କର ସମ୍ପର୍କ ନିଶ୍ଚିତ ଭାବରେ ଦୃଢ଼ ହେବ। ଯଦି ଆପଣଙ୍କର କୌଣସି କିଛି ସମସ୍ୟା ପୂର୍ବରୁ ଲାଗି ରହିଛି, ତାହା ଆପଣଙ୍କର ଏହି ମାସ ନିଶ୍ଚିତ ଭାବରେ ସମାଧାନ ହୋଇଯିବ। ଶନି ମହାଗ୍ରହ ଏହି ମାସରେ ତୃତୀୟରେ ଭ୍ରମଣ କରୁଛନ୍ତି। ଫଳରେ ସିଏ ମଧ୍ୟ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଯଦି ଆପଣଙ୍କର ପୂର୍ବରୁ କୌଣସି ପ୍ରକାରର ସମସ୍ୟା ରହିଛି, ତାହେଲେ ତାହା ମଧ୍ୟ ଆପଣଙ୍କର ଧୀରେ ଧୀରେ ସମାଧାନ ହୋଇଯିବ ଏବଂ ସାହି ପଡ଼ିଶା ଲୋକଙ୍କ ଠାରୁ ଆପଣଙ୍କୁ ନିଶ୍ଚିତ ଭାବରେ ସମ୍ମାନ ମିଳିବ। ଯଦି ଆପଣଙ୍କର ସାହି ପଡ଼ିଶା ଲୋକଙ୍କ ସହିତ କୌଣସି ପ୍ରକାରର କିଛି କଳହ ଲାଗି ରହିଛି, ତାହେଲେ ତାହା ମଧ୍ୟ ଧୀରେ ଧୀରେ ସମାଧାନ ହୋଇଯିବ ଏବଂ ଛୋଟ ଛୋଟ କାମ ପାଇଁ ଆପଣଙ୍କୁ ସାହି ପଡ଼ିଶା ଲୋକମାନେ ନିଶ୍ଚିତ ଭାବରେ ସମ୍ମାନ ଜଣାଇବେ। କେଉଁ ଦିଗରୁ ନା କେଉଁ ଦିଗରୁ ଆପଣଙ୍କ ପାଇଁ ଦ୍ରବ୍ୟମାନ ନିଶ୍ଚିତ ଭାବରେ ପ୍ରାପ୍ତ ହେବ। ବୁଧ ମହାଗ୍ରହ 6 ଡିସେମ୍ବର ପରେ ଦ୍ୱାଦଶରୁ ଏକାଦଶକୁ ଗମନ କରିବେ। ଫଳରେ ଆପଣଙ୍କର ରୋଗ ଋଣ ଶତ୍ରୁ ଆପଣ ନିଶ୍ଚିତ ଭାବରେ ଦମନ କରିବେ। ଯଦି ଆପଣଙ୍କର ଏହି ସମୟରେ କୌଣସି ପ୍ରକାରର 6 ଡିସେମ୍ବର ପରେ ଯଦି ଆପଣଙ୍କର କୌଣସି ଘରୋଇ କିମ୍ବା ବାହାରର ଶତ୍ରୁମାନେ ଆପଣଙ୍କୁ ହଇରାଣ ହରକତ କରିବା ପାଇଁ ଚେଷ୍ଟା କରନ୍ତି, ସେମାନେ ନିଶ୍ଚିତ ଭାବରେ ବିଫଳ ହେବେ। ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାରର ମଧ୍ୟ କ୍ଷତି ଘଟାଇ ପାରିବେ ନାହିଁ। ଶେଷରେ ସେମାନେ ବିଫଳ ହେବେ ଏବଂ ଆପଣଙ୍କ ସହିତ ମିତ୍ରତା କରିବାକୁ ଚେଷ୍ଟା କରିବେ, କିନ୍ତୁ ଶତ୍ରୁ ସହିତ ଆପଣ ଆଦୌ ମିତ୍ରତା କରିବେ ନାହିଁ। କାରଣ ଯିଏ ଥରେ ଶତ୍ରୁତା କରିଛି, ସେ ଦ୍ୱିତୀୟ ଥର କରିବ ନାହିଁ ବୋଲି କିଛି କହିହେବ ନାହିଁ। ତେଣୁକରି ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଶତ୍ରୁମାନେ ଆପଣ ମିତ୍ରତା ଆଡ଼କୁ ହାତ ବଢ଼ାଇବେ ନାହିଁ, କିନ୍ତୁ ଆପଣ ସେହି ଶତ୍ରୁମାନଙ୍କୁ ଦେଖାଇଲା ଭଳି ତାଙ୍କ ସହିତ ମିଶିବେ। ଯଦି ଆପଣଙ୍କର ଘରର ପୂର୍ବରୁ କୌଣସି ପ୍ରକାର ଋଣ ଭାରରେ ଆପଣ ବୁଡ଼ି ରହିଛନ୍ତି, ତାହେଲେ ଆପଣଙ୍କର ସେଥିରୁ କିଛି ପରିମାଣ ନିଶ୍ଚିତ ଭାବରେ ସୁଝିବ ଏବଂ ଆପଣଙ୍କର ବୋଝ ନିଶ୍ଚିତ ଭାବରେ ହାଲକା ହେବ। ଏହି ମାସରେ ମହିଳାମାନେ ଗହଣା କିଣିବାର ସୌଭାଗ୍ୟ ପ୍ରାପ୍ତି ହେବେ ଏବଂ ମକର ରାଶି ବ୍ୟକ୍ତିବିଶେଷଙ୍କୁ ନିଶ୍ଚିତ ଭାବରେ କୌଣସି ନା କୌଣସି ଆଡ଼ୁ ଶୁଭ ଖବର ନିଶ୍ଚିତ ଭାବରେ ମିଳିବ। ଏବେ ଚାଲନ୍ତୁ ଆମେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ନଜର ପକାଇବା। ଶନି ମହାଗ୍ରହ ଯେହେତୁ ତୃତୀୟରେ ଭ୍ରମଣ କରୁଛନ୍ତି, ସେ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ, କିନ୍ତୁ ସ୍ୱାସ୍ଥ୍ୟ ପକ୍ଷରେ ସାମାନ୍ୟ ପରିମାଣର ଅଶୁଭ ଫଳ ପ୍ରଦାନ କରିବେ। ବିଶେଷ ଭାବରେ ଅଶୁଭ ଫଳ ପ୍ରଦାନ ନ କରିଲେ ବି ସାମାନ୍ୟ କରିବେ। ଫଳରେ ଆପଣଙ୍କର ପେଟରେ ବେଳେବେଳେ ଗ୍ୟାସ୍ ଲାଗି ରହିବ ଏବଂ ବେକରେ ଆପଣଙ୍କର ଯନ୍ତ୍ରଣା ହେବ ଏବଂ ମୁଣ୍ଡବିନ୍ଧା ବେଳେବେଳେ ଆପଣଙ୍କର ଲାଗି ରହିବ। ଆପଣଙ୍କର ଏହି ମାସେ ଶରୀର ପ୍ରତି ବିଶେଷ ଭାବରେ କୌଣସି ପ୍ରକାର କ୍ଷତି ଘଟିବ ନାହିଁ। ସାମାନ୍ୟତମ ମୁଣ୍ଡବିନ୍ଧା ଏବଂ ଗ୍ୟାସ୍ ଭଳି ଆପଣଙ୍କର ସମସ୍ୟା ଲାଗି ରହିବ ଏବଂ ଆଣ୍ଠୁଗଣ୍ଠିରେ ବେଳେବେଳେ ଆପଣଙ୍କର ଯନ୍ତ୍ରଣା ହେବା ସହିତ ଦରଜ ମଧ୍ୟ ହେବ, ଯାହାକି ଘରୋଇ ଉପଚାର କଲେ ଆପଣଙ୍କର ନିଶ୍ଚିତ ଭାବରେ ଆରୋଗ୍ୟ ହୋଇଯିବ। ଯଦି ବିଶେଷ ଭାବରେ ଆପଣଙ୍କର କୌଣସି ପ୍ରକାରର ଦେହ ଖରାପ ରହୁଛି, ଆପଣଙ୍କର ଶୁଭ ଫଳ ମିଳୁଛି ବୋଲି କହି ଆପଣ ତାହାକୁ ଅବହେଳା କରନ୍ତୁ ନାହିଁ, ନହେଲେ ରୋଗ ଦିନେ ନା ଦିନେ ଭୟଙ୍କର ରୂପ ନେଇଯିବ। ତେଣୁ ଯଦି ଆପଣଙ୍କର ବିଶେଷ ଭାବରେ କୌଣସି ପ୍ରକାର ଶରୀରରେ କ୍ଷତି ହେଉଛି, ତାହେଲେ ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଏବେ ଚାଲନ୍ତୁ ଆମେ ବ୍ୟବସାୟ କ୍ଷେତ୍ର ଉପରେ ନଜର ପକାଇବା। ବୃହସ୍ପତି ମହାଗ୍ରହ ବର୍ତ୍ତମାନ ପାଇଁ ଏହି ମାସରେ 7ମରେ ଭ୍ରମଣ କରୁଛନ୍ତି। ବୃହସ୍ପତି ମହାଗ୍ରହ ଚନ୍ଦ୍ରଙ୍କ କ୍ଷେତ୍ରରେ ଉଚ୍ଚସ୍ଥ ହୋଇ ରହିଛନ୍ତି
ଏବଂ ଏକାଦଶରେ ରବି ମହାଗ୍ରହ। ଫଳରେ ଆପଣଙ୍କର ଲକ୍ଷ୍ମୀ ଯୋଗ କାରକ ସୃଷ୍ଟି ହେଉଛି। ଫଳରେ ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ଭାବରେ ଉନ୍ନତି ଘଟିବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଲାଭବାନ ହେବେ, କିନ୍ତୁ ଆପଣଙ୍କର ମନ ଚାହୁଁ ଫଳ ଆପଣଙ୍କୁ ମିଳିପାରିବ ନାହିଁ। ଆପଣ ଚାହୁଁଥିବା ଅନୁସାରେ ଆପଣଙ୍କର ଏହି ମାସରେ ଆଦୌ ଲାଭ ହେବ ନାହିଁ, କିନ୍ତୁ ଆପଣ ନିଶ୍ଚିତ ଲାଭବାନ ହେବେ। କିନ୍ତୁ ବ୍ୟବସାୟୀମାନେ ଏହି ମାସରେ ନିଶ୍ଚିତ ଭାବରେ ଲାଭବାନ ହେବେ। ଗ୍ରାହକମାନଙ୍କର ନିଶ୍ଚିତ ଭାବରେ ବୃଦ୍ଧି ଘଟିବ। ଯଦି ଆପଣ କୌଣସି ନୂତନ ପ୍ରକାର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ କରିପାରିବେ। ଯଦି ଆପଣ କୌଣସି ପ୍ରକାର ବ୍ୟବସାୟ ବିଦେଶରେ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ କରିପାରିବେ। ଏହି ମାସରେ ବ୍ୟବସାୟୀମାନଙ୍କର ଗ୍ରାହକମାନଙ୍କର ପ୍ରଚୁର ପରିମାଣରେ ବୃଦ୍ଧି ଘଟିବ। ଯଦି ଆପଣଙ୍କର ପୂର୍ବରୁ କୌଣସି ପ୍ରକାର ବେପାର ଠପ୍ ହୋଇ ପଡ଼ି ରହିଛି ତାହେଲେ ସେହି ବ୍ୟବସାୟ ପୁନର୍ବାର ମୁଣ୍ଡ ଟେକି ଉଠିବା ସହିତ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭବାନ କରାଇବ। ଯଦି ଆପଣଙ୍କର ବ୍ୟବସାୟରେ କୌଣସି ପ୍ରକାର ପୂର୍ବରୁ ଘାଟା ଲାଗି ରହିଛି ତାହେଲେ ଆପଣଙ୍କର ସେଥିରେ ନିଶ୍ଚିତ ଭାବରେ ସୁଧାର ଆସିବ ଏବଂ ଆପଣଙ୍କର ସେହି ଘାଟା ନିଶ୍ଚିତ ଭାବରେ ଲାଭରେ ପରିଣତ ହେବ। ଏହି ମାସରେ ଯଦି ଆପଣ କୌଣସି ପ୍ରକାର ଯାନବାହନ କିମ୍ବା କୌଣସି ଜାଗା ବାଡ଼ି କିଛି କ୍ରୟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ କ୍ରୟ କରିପାରିବେ। ଏବେ ଚାଲନ୍ତୁ ଆମେ ବିବାହ କ୍ଷେତ୍ର ଉପରେ ନଜର ପକାଇବା। ଶୁକ୍ର ମହାଗ୍ରହ ଏକାଦଶରେ ଭ୍ରମଣ କରୁଛନ୍ତି। ଫଳରେ ବିବାହ କ୍ଷେତ୍ରରେ ଆପଣଙ୍କର ଶୁଭ ହେବ। ଯଦି ଆପଣଙ୍କର କୌଣସି ପ୍ରକାରର ପ୍ରସ୍ତାବ ଜୁଟିବାରେ କିଛି ଅସୁବିଧା ରହିଛି ତାହେଲେ ଏହି ମାସରେ ଆପଣଙ୍କର କେଉଁଆଡ଼ୁ ନା କେଉଁଆଡ଼ୁ ପ୍ରସ୍ତାବ ଗୋଟିଏ ଜୁଟିବ ଏବଂ ଯେଉଁମାନଙ୍କର ବାହାଘର ପୂର୍ବରୁ ସ୍ଥିର ହୋଇଯାଇଛି ସେମାନଙ୍କର ଏହି ମାସରେ ନିଶ୍ଚିତ ଭାବରେ ବିନା କୌଣସି ବାଧାରେ ବାହାଘର କାର୍ଯ୍ୟ ନିଶ୍ଚିତ ଭାବରେ ସମାପନ ହେବ। ପ୍ରେମ କ୍ଷେତ୍ରରେ ଆପଣମାନଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ ଏବଂ ଯେଉଁ ବିବାହିତା ମାନେ ଏହି ମାସରେ କୌଣସି ପ୍ରକାର ସନ୍ତାନ ସନ୍ତତି ପ୍ଲାନ୍ କରିବାକୁ ଚାହୁଁଛନ୍ତି ତାହେଲେ ସେମାନେ ନିଶ୍ଚିତ ଭାବରେ କରିପାରିବେ। କାରଣ ଶୁକ୍ର ମହାଗ୍ରହ ଏକାଦଶରେ ଉଚ୍ଚସ୍ଥାୟୀ ଅଛନ୍ତି, ଆପଣଙ୍କୁ ଶୁଭ ଫଳ ନିଶ୍ଚିତ ଭାବରେ ସିଏ ପ୍ରଦାନ କରିବେ। ଶିକ୍ଷା କ୍ଷେତ୍ରରେ ଏକାଦଶରେ ମଧ୍ୟ ଶୁକ୍ର ଶିକ୍ଷାର୍ଥୀମାନଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରଦାନ କରିବେ। ବିଦ୍ୟାର୍ଥୀମାନଙ୍କର ଏହି ମାସରେ ପାଠପଢ଼ାରେ ଏକାଗ୍ରତା ଲାଗି ରହିବା ସହିତ ବିଦ୍ୟାର୍ଥୀମାନଙ୍କର ପ୍ରାୟତଃ ପାଠପଢ଼ାରେ ମନ ଲାଗିବ। ଯଦି ଆପଣ କୌଣସି ଜାଗାରେ ଆଡ଼ମିସନ୍ ନେବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ ନେଇପାରିବେ। ଯଦି ଆପଣ ଏହି ମାସରେ କୌଣସି ଜାଗାରେ କିଛି ପରୀକ୍ଷା ପତ୍ର ଦେଉଛନ୍ତି ତାହେଲେ ସେ ପରୀକ୍ଷାର ଫଳ ଯେତେବେଳେ ପ୍ରକାଶ ପାଇବ ସେଥିରେ ଆପଣଙ୍କର ଉତ୍ତୀର୍ଣ୍ଣର ହାର ସର୍ବାଧିକ ରହିବ। କିନ୍ତୁ ପରୀକ୍ଷାକୁ ଗଲାବେଳେ ଆପଣ ମନ୍ଦିରରେ ହେଉ କିମ୍ବା ଘରେ ଥିବା ପୂଜା ଘରେ ଆପଣ ପ୍ରଣାମ ଜଣାଇ ଭଗବାନଙ୍କ ନିକଟରେ ସମର୍ପଣ ହୋଇ ପରୀକ୍ଷାକୁ ଯାଆନ୍ତୁ। ଫଳରେ ଆପଣଙ୍କ ଗ୍ରହ ପୀଡ଼ା ଶାନ୍ତି ହେବା ସହିତ ଆପଣଙ୍କୁ ବିଦ୍ୟା କ୍ଷେତ୍ରରେ ନିଶ୍ଚିତ ଭାବରେ ଉନ୍ନତି ମିଳିବ। ଯେଉଁମାନେ କୌଣସି କାବ୍ୟ କିମ୍ବା ପୁସ୍ତକ କିଛି ରଚନା କରୁଛନ୍ତି ସେମାନଙ୍କୁ ଏହି ମାସରେ ସମ୍ମାନ ମିଳିବା ସହିତ ସେମାନଙ୍କୁ ସେହି ପୁସ୍ତକ ପାଇଁ ଏହି ମାସରେ ନିଶ୍ଚିତ ଭାବରେ ସମ୍ମାନ ମିଳିବ ଏବଂ ସେମାନଙ୍କ ପୁସ୍ତକ ନିଶ୍ଚିତ ଭାବରେ ଲୋକପ୍ରିୟ ହେବ। ଏବେ ଚାଲନ୍ତୁ ଆମେ ପ୍ରତିକାର ବିଷୟରେ ଜାଣିନେବା। ପ୍ରତିକାର ରୂପରେ ଆପଣ କଳା ରଙ୍ଗ ଏବଂ ନୀଳ ରଙ୍ଗର ବସ୍ତ୍ର ଧାରଣ କରିପାରିବେ। ଯେହେତୁ ମକର ରାଶିର ଅଧିପତି ହେଉଛନ୍ତି ଶନି ମହାଗ୍ରହ, ଶନି ମହାଗ୍ରହଙ୍କୁ ଖୁସି କରିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଶିବ ମନ୍ଦିରକୁ ଯାଇ ଆପଣ ସେଠାରେ ଜଳ ଅର୍ପଣ କରନ୍ତୁ ଏବଂ ଶିବ ମନ୍ଦିର ପାଖରେ ଯଦି କୌଣସି ଶନି ମନ୍ଦିର ଅଛି ତାହେଲେ ଆପଣ ସେଠାରେ ଓମ୍ ପ୍ରମ୍ ପ୍ରିମ୍ ପ୍ରମ୍ ଶନିଶ୍ଚରାୟ ନମ ଏହି ମନ୍ତ୍ର ବସି ପାଠ କରନ୍ତୁ ଏବଂ ରାଶି ତେଲରେ ଦୀପ ଜଳାନ୍ତୁ ଏବଂ ଶିବ ମନ୍ଦିରରେ ଜଳ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ। ଯଦି ଆପଣ ହନୁମାନ ମନ୍ଦିରକୁ ଯାଇ ସେଠାରେ ରାଶି ତେଲରେ ଦୀପଟିଏ ଲଗାନ୍ତୁ ଏବଂ ସେଠାରେ 11 ଥରରୁ ଅଧିକ ହନୁମାନ ଚାଳିଶା ନିଶ୍ଚିତ ଭାବରେ ପାଠ କରନ୍ତୁ ଏବଂ ସକାଳେ 108ରୁ ଅଧିକ ଥର ହରିନାମ ମହାମନ୍ତ୍ର ଜପ କରନ୍ତୁ। ମଧ୍ୟରେ ଆପଣଙ୍କ ଘରରେ ହରିନାମ ମହାମନ୍ତ୍ର କୀର୍ତ୍ତନ କରନ୍ତୁ। ଫଳରେ ଆପଣଙ୍କ ଘରରୁ ଅଗ୍ନିଭୟ, ଚୌରଭୟ ଏବଂ ସର୍ପଭୟ ନିଶ୍ଚିତ ଭାବରେ ଦୂରୀଭୂତ ହେବା ସହିତ ଆପଣଙ୍କର ଗ୍ରହ ପୀଡ଼ା ଶାନ୍ତି ହୋଇ ନିଶ୍ଚିତ ଭାବରେ ଆପଣଙ୍କ ଉପରେ ବର୍ଷା ହେବ। ଏହା ଥିଲା ଡିସେମ୍ବର ମାସର ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ରାଶିଫଳ। ଯଦି ଏହିପରି ରାଶିଫଳ ଦେଖିବା ପାଇଁ ଆପଣ ଚାହୁଁଛନ୍ତି ତାହେଲେ ଆମ ଏ ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। ମୁଁ ଏତିକି କହି ବିଦାୟ ନେଉଛି। ନମସ୍କାର ବନ୍ଧୁଗଣ।